आज ହେଉଛି ଦ୍ୱିତୀୟ ନିସ୍ତାର ପର୍ବ। ଏହି ସମୟରେ ପୁରା ଦୁନିଆରେ ଆମ୍ଭମାନଙ୍କର ସମସ୍ତ ଭାଇ ଓ ଭଉଣୀମାନେ ପବିତ୍ର କ୍ୟାଲେଣ୍ଡର ଅନୁଯାୟୀ ଦ୍ୱିତୀୟ ମାସରେ ନିସ୍ତାର ପର୍ବ ପାଳନ କରୁଛନ୍ତି। ଆଜି ଆମ୍ଭେ ଜୀବନ ବୃକ୍ଷର ସତ୍ୟ ଏହି ବିଷୟ ଅନ୍ତର୍ଗତ ଦ୍ୱିତୀୟ ମାସର ନିସ୍ତାର ପର୍ବର ଅର୍ଥ ଖୋଜିବା। ନିସ୍ତାର ପର୍ବର ସତ୍ୟରେ ଜୀବନର ବୃକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥ ଅଛି, ଯାହା ଆମ୍ଭମାନଙ୍କୁ ବୁଝିବା ଆବଶ୍ୟକ। ଆମ୍ଭେ ଅନୁଭବ କରିପାରିବା ଯେ ପରମେଶ୍ୱର ସେମାନଙ୍କୁ ଯାହା ପବିତ୍ର କ୍ୟାଲେଣ୍ଡର ଅନୁଯାୟୀ ପ୍ରଥମ ମାସରେ ପ୍ରଥମ ନିସ୍ତାର ପର୍ବ ପାଳନ କରିପାରିଲେ ନାହିଁ, ଗୋଟିଏ ମାସ ପରେ ନିସ୍ତାର ପର୍ବ ପାଳନ କରିବାକୁ ଆଉ ଏକ ସୁଯୋଗ କାହିଁକି ଦେଉଛନ୍ତି? ମାନବ ଜାତିଙ୍କୁ ବଞ୍ଚାଇବା ପାଇଁ ପରମେଶ୍ୱର ଏହି ପୃଥିବୀକୁ ଆସିଲେ। 2000 ବର୍ଷ ପୂର୍ବେ ଯୀଶୁଙ୍କ ନାମରେ ପରମେଶ୍ୱର ଶରୀରରେ ପୃଥିବୀକୁ ଆସିଥିଲେ। ଆଉ ଶେଷ ଦିନରେ ପବିତ୍ର ଆତ୍ମାଙ୍କ ସମୟରେ ପରମେଶ୍ୱର ପୁନର୍ବାର ଆତ୍ମା ଏବଂ କନ୍ୟା ରୂପରେ ପୃଥିବୀକୁ ଆସିଲେ। ତେବେ ପରମେଶ୍ୱର କାହିଁକି ପୃଥିବୀକୁ ଆସିଲେ ଏବଂ ଆମ୍ଭମାନଙ୍କୁ ନିସ୍ତାର ପର୍ବର ସତ୍ୟ ଜାଣିବାକୁ କାହିଁକି ଦେବାକୁ ଚାହିଁଲେ? ଯେତେବେଳେ ଆମ୍ଭେ ଏଦନ ଉଦ୍ୟାନର ଇତିହାସକୁ ଦେଖୁଅଛୁ, ତେବେ ଆମ୍ଭେ ସତ୍ ଜ୍ଞାନଦାୟକ ବୃକ୍ଷ ଓ ଜୀବନ ବୃକ୍ଷ ଦ୍ୱାରା ସମସ୍ତ ସତ୍ୟର କାରଣ ଖୋଜି ବାହାର କରିପାରିବା। ଏହି କାରଣ ବିଷୟରେ କି ମନୁଷ୍ୟ ପାପୀ ହୋଇଗଲା ଏବଂ ସେମାନଙ୍କୁ ଏଦନ ଉଦ୍ୟାନରୁ ବାହାର କରାଯାଇଥିଲା। ବାଇବଲ କହେ, କାରଣ ଆଦମ ଏବଂ ହବା ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଖାଇଲେ, ତେବେ ପାପ ଆରମ୍ଭ ହେଲା। ମାଥ୍ୟୁ ଅଧ୍ୟାୟ 13ର ବାକ୍ୟ ଅନୁସାରେ ଆମ୍ଭେ ଦେଖିପାରିବା କି ସେହି ସମସ୍ତ ବିଷୟ ଦୃଷ୍ଟାନ୍ତରେ ଲେଖାଯାଇଥିଲା। ଆଦମ ଏବଂ ହବାଙ୍କର ପାପ ଦ୍ୱାରା ଜଣା ପଡୁଅଛି କି ଆମ୍ଭେମାନେ ସ୍ୱର୍ଗରେ ଶୟତାନ ଦ୍ୱାରା ପ୍ରଲୋଭିତ ହେବାରୁ ପରମେଶ୍ୱରଙ୍କ ଆଜ୍ଞାର ଉଲ୍ଲଂଘନ କରିଥିଲୁ ଏବଂ ଆମ୍ଭମାନଙ୍କୁ ବାହାର କରାଯାଇଥିଲା। ଏହା ଆଦମ ଓ ହବାଙ୍କ ମାଧ୍ୟମରେ ପରମେଶ୍ୱର ଆମ୍ଭମାନଙ୍କ ଆତ୍ମିକ ପରିସ୍ଥିତି ଦେଖାଇବାକୁ ଚାହୁଁଥିଲେ। ତେବେ ନିସ୍ତାର ପର୍ବ ମନୁଷ୍ୟମାନଙ୍କ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? ଆଜି ନିସ୍ତାର ପର୍ବ ଦୁନିଆର ଲୋକଙ୍କ ପାଇଁ ଏକ ସାଧାରଣ ଦିନ। ଆଜି କେତେ ଗୁରୁତ୍ୱପୂର୍ଣ୍ଣ ତାହା ସେମାନେ ଅନୁଭବ କରନ୍ତି ନାହିଁ। ସେମାନେ ଜାଣନ୍ତି ନାହିଁ ଯେଉଁମାନେ ଏହି ଦିନକୁ ପାଳନ କରନ୍ତି ନାହିଁ, ସେମାନେ ପରମେଶ୍ୱରଙ୍କ ଲୋକମାନଙ୍କ ମଧ୍ୟରୁ ବିନଷ୍ଟ ହେବେ। ଏପରି ସେହି ସମୟରେ ହୁଏ ଯେତେବେଳେ ସେମାନେ ଏଦନ ଉଦ୍ୟାନର ସତ୍ ଜ୍ଞାନଦାୟକ ବୃକ୍ଷର ଏବଂ ଜୀବନ ବୃକ୍ଷର ବିଷୟରେ ସତ୍ୟକୁ ବୁଝନ୍ତି ନାହିଁ। ଆସନ୍ତୁ ଆମ୍ଭେ ଯିଶାୟ ଅଧ୍ୟାୟ 34କୁ ଦେଖିବା। ଯିଶାୟ 34 ଅଧ୍ୟାୟ 16 କହୁଅଛି, ତୁମ୍ଭେମାନେ ସଦାପ୍ରଭୁଙ୍କ ପୁସ୍ତକରୁ ଅନୁସନ୍ଧାନ କରି ପାଠ କର, ବାଇବଲରୁ ଅନୁସନ୍ଧାନ କରି ପଢ଼। ଏମାନଙ୍କ ମଧ୍ୟରୁ କେହି ଅନୁପସ୍ଥିତ ନହିବ, କେହି ଆପଣା ସଙ୍ଗିନୀ ବିହୀନ ନହିବ, କାରଣ ମୋ ମୁଖ ଦ୍ୱାରା ସେ ଏହା ଆଜ୍ଞା କରିଅଛନ୍ତି ଓ ତାହାଙ୍କର ଆତ୍ମା ସେମାନଙ୍କୁ ସଂଗ୍ରହ କରିଅଛି। ପରମେଶ୍ୱରଙ୍କ ବାକ୍ୟରେ ଆପଣା ଯୋଡ଼ା ଅଛି। ଯୋଡ଼ା ବାକ୍ୟ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କ ଇଚ୍ଛାକୁ ଖୋଜି ପାରିବା। ଏଥିପାଇଁ ଯୀଶୁ କହିଲେ କି ସମସ୍ତ ବିଷୟ ଦୃଷ୍ଟାନ୍ତ ଦ୍ୱାରା ସମ୍ବନ୍ଧିତ ଅଛି। ଆସନ୍ତୁ ଆମ୍ଭେ ଅଧ୍ୟାୟ 13 ସହିତ ଜାରି ରହିବା। ପଦ 34, ଏହି ସମସ୍ତ କଥା ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ଲୋକ ସମୂହକୁ କହିଲେ, ଆଉ ଦୃଷ୍ଟାନ୍ତ ବିନା ସେ ସେମାନଙ୍କୁ କିଛି କହୁନଥିଲେ। ଯେପରି ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ଆମ୍ଭେ ଆପଣା ମୁଖ ଫିଟାଇ ଦୃଷ୍ଟାନ୍ତ ଦ୍ୱାରା କଥା କହିବା, ଜଗତର ପତନାବଧି ଗୁପ୍ତ ବିଷୟ ସବୁ ବ୍ୟକ୍ତ କରିବା। ଜଗତ ସୃଷ୍ଟି ସମୟରୁ ଏହିପରି କିଛି ଅଛି ଯାହା ପରମେଶ୍ୱର ଲୁଚାଇ ରଖିଛନ୍ତି। ଆଉ ବାଇବଲ କହୁଅଛି ପରମେଶ୍ୱର ଗୁପ୍ତ ରହିଥିବା ବିଷୟକୁ ଦୃଷ୍ଟାନ୍ତର ଉପଯୋଗ କରି ପ୍ରକଟ କରିବେ। ବାଇବଲର 66ଟି ପୁସ୍ତକ ମଧ୍ୟରୁ ଜଗତର ପତନାବଧି କେଉଁ ପୁସ୍ତକରେ ଅଛି? ଏହା ଆଦି ପୁସ୍ତକ, ଯେଉଁଥିରେ ପତନାବଧିର ସମସ୍ତ କାର୍ଯ୍ୟ ସାମିଲ ଅଛି। ଆଦି ପୁସ୍ତକର ସମସ୍ତ ବାକ୍ୟ ମଧ୍ୟରୁ ଆସନ୍ତୁ ଆମ୍ଭେ ସତ୍ ଜ୍ଞାନଦାୟକ ବୃକ୍ଷ ଏବଂ ଜୀବନ ବୃକ୍ଷ ବିଷୟରେ ସତ୍ୟର ଅନ୍ୱେଷଣ କରିବା, ଯାହା ନିସ୍ତାର ପର୍ବ ସହିତ ସମ୍ବନ୍ଧିତ ଅଛି। ଆସନ୍ତୁ ଆମ୍ଭେ ଆଦି ପୁସ୍ତକ ଅଧ୍ୟାୟ 2 ପଦ 26 ଉପରେ ନଜର ପକାଇବା। ସଦାପ୍ରଭୁ ପରମେଶ୍ୱର ସେହି ମନୁଷ୍ୟକୁ ଆଜ୍ଞା ଦେଇ କହିଲେ, ତୁମ୍ଭେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ସ୍ୱଚ୍ଛନ୍ଦରେ ଭୋଜନ କରିପାର, ମାତ୍ର ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁଦିନ ତାହା ଖାଇବ ସେହିଦିନ ନିତାନ୍ତ ମରିବ।
परमेश्वर आदम को यही आज्ञा देले, मात्र सत्सत ज्ञानदायक वृक्षर फल भोजन करिब नाही, जेहेतु जेउ दिन ताहा खाइब ସେହି ଦିନ ନିତାନ୍ତ ମରିବ। परमेश्वर କହିଲେ, ତୁମେ ସତ୍ସତ ଜ୍ଞାନଦାୟକ ବୃକ୍ଷକୁ ଛାଡ଼ି ସମସ୍ତ ବୃକ୍ଷର ଫଳ ସ୍ୱଚ୍ଛନ୍ଦରେ ଭୋଜନ କରିପାର, କିନ୍ତୁ ଶୟତାନ ହବାଙ୍କୁ ପରମେଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଯିବାକୁ ପ୍ରଲୋଭନ ଦେଲେ। ଆଦି ପୁସ୍ତକ ଅଧ୍ୟାୟ 3 ପଦ 1 କହୁଅଛି, ସଦାପ୍ରଭୁ ପରମେଶ୍ୱରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବାପେକ୍ଷା ଖଳ ଥିଲା। ସେ ନାରୀଙ୍କି କହିଲା, ଆଗୋ ଏ କି ସତ୍ୟ, ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମମାନଙ୍କୁ ନିଷେଧ କରିଛନ୍ତି? ନାରୀ ସର୍ପକୁ କହିଲେ, ଆମ୍ଭେମାନେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ଖାଇପାରୁ, କେବଳ ଉଦ୍ୟାନର ମଧ୍ୟସ୍ଥିତ ବୃକ୍ଷର ଫଳ ବିଷୟରେ ପରମେଶ୍ୱର କହିଛନ୍ତି, ତୁମେମାନେ ତାହା ଖାଇବ ନାହିଁ ଓ ଛୁଇଁବ ନାହିଁ, ତାହା କଲେ ମରିବ। ସର୍ପ ନାରୀଙ୍କି କହିଲା, ତୁମେମାନେ କୌଣସି ରୂପେ ମରିବ ନାହିଁ। ଶୟତାନ ତାକୁ ପ୍ରଲୋଭନ କରୁଅଛି। ପଦ 5, ବରଞ୍ଚ ପରମେଶ୍ୱର ଜାଣନ୍ତି, ତୁମେମାନେ ଯେଉଁ ଦିନ ତାହା ଖାଇବ, ସେହିଦିନ ତୁମେମାନଙ୍କ ଚକ୍ଷୁ ପ୍ରସନ୍ନ ହେବ, ତହିଁରେ ତୁମେମାନେ ପରମେଶ୍ୱରଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ। ଏଥିରେ ନାରୀ ସେହି ବୃକ୍ଷକୁ ସୁଖାଦ୍ୟର ଉତ୍ପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମିତ୍ତ ବାଞ୍ଚନୀୟ ଦେଖି ତହିଁରୁ ଫଳ ତୋଳି ଖାଇଲେ, ପୁଣି ଆପଣା ସଙ୍ଗସ୍ଥ ସ୍ୱାମୀକୁ ଦିଅନ୍ତେ, ସେ ମଧ୍ୟ ଖାଇଲେ। ତହିଁରେ ସେମାନଙ୍କ ଚକ୍ଷୁ ପ୍ରସନ୍ନ ହୁଅନ୍ତେ, ସେମାନେ ନିଜ ଉଲଙ୍ଗତାର ବୋଧ ପାଇ ଡିମିରି ବୃକ୍ଷର ପତ୍ର ସିଂ ଗାଗରା ବନାଇଲେ। ଶେଷରେ ଆଦମ ଓ ହବା ସତ୍ସତ ଜ୍ଞାନଦାୟକ ବୃକ୍ଷରୁ ଫଳ ତୋଳି ଖାଇଲେ ଓ ଏଦନ ଉଦ୍ୟାନରେ ପରମେଶ୍ୱରଙ୍କ ବ୍ୟବସ୍ଥାକୁ ଭଙ୍ଗ କଲେ। ଏହା ପ୍ରଥମ ପାପ ସମସ୍ତ ମନୁଷ୍ୟଙ୍କୁ ଦିଆଯାଇଥିଲା। ଆଦମ ଓ ହବାଙ୍କ ଠାରୁ ପାପ ଆରମ୍ଭ ହେଲା, ଆଉ ଯେମିତିକି ଲେଖାଯାଇଅଛି, ପାପର ବେତନ ମୃତ୍ୟୁ। ସମସ୍ତ ଲୋକଙ୍କୁ ମୃତ୍ୟୁର ସାମ୍ନା କରିବାକୁ ପଡ଼ିଲା। ତେବେ କ'ଣ ସେହି ଲୋକମାନଙ୍କ ନିମନ୍ତେ ଜୀବନ ବୃକ୍ଷକୁ ଖାଇବାର କୌଣସି ରାସ୍ତା ନାହିଁ, ଯେଉଁମାନେ ମରିବା ପାଇଁ ନିଯୁକ୍ତ ଅଛନ୍ତି? ଆସନ୍ତୁ ଆମ୍ଭେ ଆଦି ପୁସ୍ତକ ଅଧ୍ୟାୟ 3 ପଦ 22 ଉପରେ ଏକ ନଜର ପକାଇବା। ଅନନ୍ତର ସଦାପ୍ରଭୁ ପରମେଶ୍ୱର କହିଲେ, ଦେଖ, ମନୁଷ୍ୟ ଭଲ ମନ୍ଦର ବୋଧ ପ୍ରାପ୍ତ ହୋଇ ଆମ୍ଭମାନଙ୍କ ପରି ଜଣେ ହୋଇଅଛି, ଆଉ ଏବେ ସେ ଯେପରି ହାତ ବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ୟ ତୋଳି ଖାଇ ଅନନ୍ତ ଜୀବୀ ନ ହୁଏ, ଯେ କେହି ମଧ୍ୟ ସତ୍ସତ ଜ୍ଞାନଦାୟକ ବୃକ୍ଷକୁ ଭୋଜନ କରିବ, ସେ ମରିଯିବ। ଜୀବନ ବୃକ୍ଷର ବିଷୟରେ କ'ଣ? ଏହି ଦୁଇଟି ବୃକ୍ଷରେ ପ୍ରତ୍ୟେକର ଭିନ୍ନ ଭିନ୍ନ ବିଶେଷତା ଅଛି। ଗୋଟିଏ ବୃକ୍ଷ ମୃତ୍ୟୁ ଦିଏ, ଆଉ ଅନ୍ୟ ବୃକ୍ଷ ଅନନ୍ତ ଜୀବନ ଦିଏ। ଆମ୍ଭେ ଭାବିପାରିବା କି ସତ୍ସତ ଜ୍ଞାନଦାୟକ ବୃକ୍ଷରୁ ଖାଇବା ପରେ ଆଦମ ଓ ହବା ଜୀବନ ବୃକ୍ଷରୁ ଫଳ କାହିଁକି ଖାଇଲେ ନାହିଁ? କିନ୍ତୁ ପରମେଶ୍ୱର ପାପୀମାନଙ୍କୁ ଜୀବନ ବୃକ୍ଷ ନିକଟକୁ ଆସିବାକୁ ଦେଲେ ନାହିଁ। ଅନ୍ୟ ଶବ୍ଦରେ, ଆଦମ ଓ ହବାଙ୍କ ପାପ କରିବାର ପୂର୍ବେ ସେମାନେ ସ୍ୱାଧୀନ ଭାବରେ ଜୀବନ ବୃକ୍ଷ ନିକଟକୁ ଆସିପାରିଥାନ୍ତେ, କିନ୍ତୁ ସେମାନଙ୍କ ପାପ କରିବା ପରେ ଜୀବନ ବୃକ୍ଷର ପଥ ବନ୍ଦ କରାଗଲା। ଆସନ୍ତୁ ଆମ୍ଭେ ପଦ 22 ଦେଖିବା। ଅନନ୍ତର ସଦାପ୍ରଭୁ ପରମେଶ୍ୱର କହିଲେ, ଦେଖ, ମନୁଷ୍ୟ ଭଲ ମନ୍ଦର ବୋଧ ପ୍ରାପ୍ତ ହୋଇ ଆମ୍ଭମାନଙ୍କ ପରି ଜଣେ ହୋଇଅଛି, ଆଉ ଏବେ ସେ ଯେପରି ହାତ ବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ୟ ତୋଳି ଖାଇ ଅନନ୍ତ ଜୀବୀ ନ ହୁଏ, ଏଥିପାଇଁ ସଦାପ୍ରଭୁ ପରମେଶ୍ୱର ଏଦନ ଉଦ୍ୟାନରୁ ତାଙ୍କୁ ବାହାର କରିଦେଲେ ଓ ସେ ଯେଉଁ ମୃତ୍ତିକାରୁ ନୀତ ହୋଇଥିଲେ, ତହିଁରେ କୃଷିକର୍ମ କରିବାକୁ ତାଙ୍କୁ ନିଯୁକ୍ତ କଲେ। ଏହି ରୂପେ ସେ ଆଦମକୁ ତୋଡ଼ିଦେଲେ, ପୁଣି ଅମୃତ ବୃକ୍ଷର ପଥ କ'ଣ କରିବା ନିମିତ୍ତ? ରକ୍ଷା କରିବା ନିମିତ୍ତ ଏଦନ ଉଦ୍ୟାନର ପୂର୍ବ ଦିଗରେ କିରୁବଗଣ ଓ ଚତୁର୍ଦିଗରେ ଘୂର୍ଣ୍ଣାୟମାନ ତେଜମୟ ଖଳଗ ସ୍ଥାପନ କଲେ। ସେବେଠାରୁ ଆଦମ ଏବଂ ହବା ଜୀବନ ବୃକ୍ଷର ପଥ ହରାଇଲେ ଏବଂ ଆପଣା ପରିସ୍ଥିତି ଉପରେ ଅନୁତାପ କଲେ। ଯେମିତିକି ରୋମିଓ ଅଧ୍ୟାୟ 7 ଲେଖାଯାଇଅଛି, ହାୟ ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ, ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ? କାରଣ ମାନବ ଜାତିଙ୍କ ପ୍ରଥମ ପାପ ଏଦନ ଉଦ୍ୟାନରେ ଆରମ୍ଭ ହୋଇଥିଲା। ଏହା ହିଁ ଏଦନ ଉଦ୍ୟାନ, ଯେଉଁଠି ପାପର ମାମଲାକୁ ସମାଧାନ କରାଯାଇପାରିବ। ଆମେ ସାଧାରଣତଃ କହିଥାଉ ଯେ ଯେଉଁଠାରେ ସମସ୍ୟା ଅଛି, ତାହାର ସମାଧାନ ମଧ୍ୟ ସେଠାରେ ଅଛି। ଏଥିପାଇଁ ଯଦି କୌଣସି ଦୁର୍ଘଟଣା ଘଟେ, ତେବେ ଅନୁସନ୍ଧାନକାରୀ ମାମଲାର ସମାଧାନ ପାଇଁ
ଏକ ସନ୍ଧାନ ଖୋଜିବା ପାଇଁ ସେହି ସ୍ଥାନକୁ ଯାଆନ୍ତି। ମାନବ ଜାତିର ପ୍ରଥମ ପାପ ସହିତ ମଧ୍ୟ ଏପରି ହିଁ ସମାଧାନ ଏଦନ ଉଦ୍ୟାନରେ ରଖାଯାଇଅଛି। ଯେଉଁଠାରେ ପାପ ହେଲା, ସେହି ସମସ୍ତ ମନୁଷ୍ୟମାନଙ୍କ ପାଇଁ ଯେଉଁମାନେ ମରିବାକୁ ନିଯୁକ୍ତ ହୋଇଥିଲେ, ପରମେଶ୍ୱର ସେମାନଙ୍କର ଅନନ୍ତ ଜୀବନ ପାଇଁ ଗୋଟିଏ ବୃକ୍ଷକୁ ରଖିଛନ୍ତି। ଏହି ବୃକ୍ଷ କ'ଣ? ଏହା ଜୀବନର ବୃକ୍ଷ। ଏହା ଆଦି ପୁସ୍ତକରେ ଲେଖାଯାଇଅଛି, ଯଦି ତୁମ୍ଭେ ଏଥିରୁ ଖାଇବ ତେବେ ତୁମମାନଙ୍କ ନିକଟରେ ଅନନ୍ତ ଜୀବନ ହେବ। ପରମେଶ୍ୱର ଜୀବନ ବୃକ୍ଷର ଦୃଷ୍ଟାନ୍ତର ବ୍ୟବହାର କରି କ'ଣ ପ୍ରକଟ କରିବାକୁ ଚାହୁଁଛନ୍ତି? ଯଦି ଆମ୍ଭେ ଜୀବନ ବୃକ୍ଷର ବାସ୍ତବିକତାକୁ ଜାଣିବା, ତେବେ ଆମ୍ଭେମାନେ ପାପରୁ ମୁକ୍ତ ହୋଇଯିବା ଏବଂ ଅନନ୍ତ ଜୀବନର ଚମତ୍କାର ପଥରେ ଚାଲିବା। ପରମେଶ୍ୱର ଜୀବନର ଏହି ବୃକ୍ଷ ମାଧ୍ୟମରେ କ'ଣ ପ୍ରକଟ କରିବାକୁ ଚାହୁଁଛନ୍ତି? ଆସନ୍ତୁ ଆମ୍ଭେ ଏହାର ଯୋଡ଼ା ବାକ୍ୟକୁ ଖୋଜିବା। ଯୋହନ ଅଧ୍ୟାୟ 6 ପଦ 52 ଦେଖିବା। ଏଥିରେ ଯିହୁଦୀମାନେ ପରସ୍ପର ବାକ୍ ଯୁଦ୍ଧ କରି କହିବାକୁ ଲାଗିଲେ, ଏ କିପରି ଆମ୍ଭମାନଙ୍କୁ ଆପଣା ମାଂସ ଖାଇବାକୁ ଦେଇପାରେ? ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ମନୁଷ୍ୟ ପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ ତୁମମାନଙ୍କଠାରେ କ'ଣ ନାହିଁ? ଜୀବନ ନାହିଁ। ପଦ 54, ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଏଦନ ଉଦ୍ୟାନରେ ସେମାନେ ଜୀବନ ବୃକ୍ଷରୁ ଫଳ ଖାଇ ଅନନ୍ତ ଜୀବନ ପ୍ରାପ୍ତ କରିପାରିଥାନ୍ତେ, କିନ୍ତୁ ଯୀଶୁ ଯୋହନ ଅଧ୍ୟାୟ 6 ପଦ 54ରେ କହିଲେ, ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଅନନ୍ତ ଜୀବନ ନା କେବଳ ଆଦମ ଓ ହବାକୁ ଦିଆଯିବ, ଯେଉଁମାନେ ସତ୍ସତ୍ ଜ୍ଞାନଦାୟକ ବୃକ୍ଷରୁ ଫଳ ଖାଇଥିଲେ, କିନ୍ତୁ ସଂସାରର ସମସ୍ତ ଲୋକଙ୍କ ପାଇଁ ମଧ୍ୟ ଅଛି। ତଥ୍ୟ ଏହା କି ଅନନ୍ତ ଜୀବନ ସମସ୍ତ ଲୋକଙ୍କୁ ଦିଆଯିବ। ଏହାର ଅର୍ଥ କି ହଜି ଯାଇଥିବା ସ୍ୱର୍ଗକୁ ପୁନଃସ୍ଥାପିତ କରାଯିବ। ଯୀଶୁ କହିଲେ, ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। ପଦ 55, କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ। ଯେ ମୋହର ମାଂସ ଭୋଜନ କରେ ଓ ମୋ ରକ୍ତ ପାନ କରେ ସେ ମୋ ଠାରେ ରହେ ଓ ମୁଁ ତାହାଠାରେ ରହେ। ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, ସେହିପରି ଯେ ମୋତେ ଭୋଜନ କରେ ସେ ମଧ୍ୟ ମୋ ହେତୁ ଜୀବିତ ରହିବ। ଏଦନ ଉଦ୍ୟାନରେ ଯେତେବେଳେ ସେମାନେ ଜୀବନ ବୃକ୍ଷରୁ ଖାଉଥିଲେ, ତେବେ ସେମାନେ ଅନନ୍ତ ଜୀବନ ପ୍ରାପ୍ତ କରିପାରିଥାନ୍ତେ। ଯୋହନ ସୁସମାଚାରରେ ଯୀଶୁ କହିଲେ, ଯେ କେହି ମୋ ଠାରୁ ଖାଏ ସେ ଅନନ୍ତ କାଳ ପର୍ଯ୍ୟନ୍ତ ବଞ୍ଚିବ। ଏହି ଦୁଇଟି ବାକ୍ୟର ତୁଳନା କରୁଥାଇ ଆମ୍ଭେ ବୁଝିପାରିବା କି ଯୀଶୁ ଜୀବନ ବୃକ୍ଷର ବାସ୍ତବିକତା ରୂପରେ ଦେଖା ଦେଇଛନ୍ତି। ଯଦି ଲୋକମାନେ କେବଳ ଯୀଶୁଙ୍କ ଠାରୁ ଖାଆନ୍ତି, ଯାହା ଏଦନ ଉଦ୍ୟାନରେ ଜୀବନ ବୃକ୍ଷର ବାସ୍ତବିକତା, ସେମାନେ ସମସ୍ତେ ମୃତ୍ୟୁରୁ ମୁକ୍ତ ହୋଇପାରିବେ ଏବଂ ପାପର କ୍ଷମା ଓ ଅନନ୍ତ ଜୀବନ ପ୍ରାପ୍ତ କରିପାରିବେ। ଯୀଶୁ କହିଲେ, ଯେ ମୋତେ ଭୋଜନ କରେ ସେ ମଧ୍ୟ ମୋ ହେତୁ ଜୀବିତ ରହିବ। କିନ୍ତୁ ପ୍ରଶ୍ନ ଏହା ହେଉଛି କି ଆମ୍ଭେ କିପରି ଯୀଶୁଙ୍କୁ ଖାଇପାରିବା? ଏହା ଜାଣିବା ଭଲ ଯେ ଯୀଶୁ ଏଦନ ଉଦ୍ୟାନରେ ଜୀବନ ବୃକ୍ଷର ବାସ୍ତବିକତା ଅଟନ୍ତି, କିନ୍ତୁ ମାମଲା ଏହା କି ଆମ୍ଭେ ଯୀଶୁଙ୍କୁ କେମିତି ଖାଇପାରିବା। ଆସନ୍ତୁ ଆମ୍ଭେ ଯୀଶୁଙ୍କ ମାଂସ ଖାଇବା ଏବଂ ତାହାଙ୍କ ରକ୍ତପାନ କରିବାର ପ୍ରକ୍ରିୟା କ'ଣ ଜାଣିବା। ଆସନ୍ତୁ ଆମେ ମାଥିଉ ଅଧ୍ୟାୟ 26 ପଦ 17 ଦେଖିବା। ପରେ ଖମିର ଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବ ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? ଯୀଶୁ କହିଲେ, ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଛନ୍ତି ମୋହର କାଳ ସନ୍ନିକଟ। ମୁଁ ମୋହର ଶିଷ୍ୟଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି। ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। ଯୀଶୁ କେବଳ ନିସ୍ତାର ପର୍ବ ପାଳନ କଲେ ନାହିଁ, ବରଂ ନିସ୍ତାର ପର୍ବ ପ୍ରସ୍ତୁତ କରିବାକୁ ସେ ନିଜ ଶିଷ୍ୟମାନଙ୍କୁ ଆଦେଶ ଦେଲେ। ଅନ୍ୟ ଶବ୍ଦରେ, ନିସ୍ତାର ପର୍ବ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। କି ଯୀଶୁ ନିଜ ଶିଷ୍ୟମାନଙ୍କୁ ନିସ୍ତାର ପର୍ବ ପ୍ରସ୍ତୁତ କରିବାକୁ ଆଦେଶ ଦେଲେ। ସେ ସେମାନଙ୍କୁ ପ୍ରସ୍ତୁତ କରିବାକୁ ଦେଲେ ଏବଂ ସେ ସ୍ୱୟଂ ଦୁନିଆର ସମସ୍ତ ଲୋକଙ୍କ ପାଇଁ ଏକ ଉଦାହରଣ ରୂପରେ ପାଳନ କଲେ। ଆସନ୍ତୁ 26ର ପଦକୁ ଯିବା।
ଓ ସେହି ଦୃଶ୍ୟକୁ ଦେଖିବା ଯେଉଁଠି ଯୀଶୁ ନିସ୍ତାର ପର୍ବର ଭୋଜନ କରିଥିଲେ। ଆଉ ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୋଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ ଭୋଜନ କର, ଏହା ମୋର ଶରୀର। ସେ ନିସ୍ତାର ପର୍ବର ରୁଟିକୁ ଆପଣା ଶରୀର ଅର୍ଥାତ୍ ଆପଣା ମାଂସ କହିଲେ। ପଦ 27 କହୁଅଛି, ପୁଣି ସେ ପାନପାତ୍ର ନେଇ, ପାନପାତ୍ରରେ କ'ଣ ଥିଲା? ନିସ୍ତାର ପର୍ବର ଦ୍ରାକ୍ଷରସ ଥିଲା। ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ, ଏଥିରୁ ସମସ୍ତେ ପାନ କର, କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ପାଇଁ ପାପ କ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏହା ମୋହର ସେହି ରକ୍ତ। ଯୀଶୁ ନିସ୍ତାର ପର୍ବର ରୁଟି ଓ ଦ୍ରାକ୍ଷରସକୁ ଆପଣା ମାଂସ ଓ ରକ୍ତ ରୂପରେ ସନ୍ଦର୍ଭ କଲେ ଏବଂ ସେ କହିଲେ ଯେ ଯିଏ ସେହି ରୁଟି ଓ ଦ୍ରାକ୍ଷରସ ଖାଆନ୍ତି ଏବଂ ପିଅନ୍ତି ସେ ସେହି ଲୋକଙ୍କ ରୂପରେ ସ୍ୱୀକାର କରିବେ ଯେଉଁମାନେ ଯୀଶୁଙ୍କ ମାଂସ ଓ ରକ୍ତ ଖାଇ ପିଅନ୍ତି। ଲୁକ ଅଧ୍ୟାୟ 22ରେ ସେହି ନିୟମକୁ ନୂତନ ନିୟମ କୁହାଯାଇଥିଲା। ପୁଣି କ'ଣ ଏହାର ଅର୍ଥ ଏହା ନୁହେଁ କି ଯେ କେହି ମଧ୍ୟ ନିସ୍ତାର ପର୍ବ ପାଳନ କରନ୍ତି ସେ ହିଁ ଯିଏ ଖ୍ରୀଷ୍ଟଙ୍କ ମାଂସ ଓ ରକ୍ତକୁ ଖାଏ ଏବଂ ପାନ କରେ ଏବଂ ଅନନ୍ତ ଜୀବନ ପ୍ରାପ୍ତ କଲେ? ଏହା ଜୀବନ ବୃକ୍ଷରୁ ଖାଇବା ପରି। ସେହି ସମସ୍ତ ଲୋକଙ୍କ ପାଇଁ ଯେଉଁମାନେ ସତ୍ସଜ୍ଞାନଦାୟକ ବୃକ୍ଷର ଫଳ ଖାଇବା ହେତୁ ମରିବାକୁ ନିଯୁକ୍ତ ଥିଲେ, ଜୀବନ ବୃକ୍ଷରୁ ଖାଇବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା। ଯୀଶୁ ଏକ ଦୃଢ଼ ପ୍ରତିଜ୍ଞା କଲେ ଯେ ନିସ୍ତାର ପର୍ବ ରୁଟି ଓ ଦ୍ରାକ୍ଷରସ ତାହାଙ୍କର ମାଂସ ଏବଂ ରକ୍ତ, ଯାହା ଜୀବନ ବୃକ୍ଷର ବାସ୍ତବିକତା। କିଛି ଲୋକ ଭଲ ଭାବରେ ବୁଝନ୍ତି ନାହିଁ କି ନିୟମ ଶବ୍ଦ କେଉଁ ଅର୍ଥକୁ ବୁଝାଏ। ଆପଣଙ୍କ ୱାଲେଟରେ ବୋଧହୁଏ ଆପଣଙ୍କ କିଛି ବିଲ୍ ଅଛି। ସେଗୁଡ଼ିକ କେଉଁଥିରେ ତିଆରି ହୋଇଛି? ସେଗୁଡ଼ିକ କାଗଜରେ ତିଆରି ହୁଏ। ଦୁନିଆରେ ଅନେକ ପ୍ରକାରର କାଗଜ ଅଛି ଯାହା ବିଲ୍ ଠାରୁ ବଡ଼, ହଁ ନା? ଉଦାହରଣ ସ୍ୱରୂପ ଏକ A4 ସାଇଜ୍ କାଗଜ। ଯଦି ଆପଣ ଏକ ଛୋଟ ଆକାରର କାଗଜର ମୂଲ୍ୟ ତୁଳନା ଯେଉଁଥିରେ $50 ଲେଖା ହୋଇଛି A4 ସାଇଜ୍ କାଗଜ ସହିତ କରିବେ, ତେବେ କାହାର ମୂଲ୍ୟ ଅନ୍ୟଠାରୁ ଅଧିକ? ଆକାର ଦୃଷ୍ଟିରୁ A4 ସାଇଜ୍ କାଗଜ ବହୁତ ବଡ଼ ଦେଖାଯାଏ, ଏପରିକି ଏହା ସୁନ୍ଦର ଏବଂ ଭଲ ଦେଖାଯାଏ। କିନ୍ତୁ ସମସ୍ତ ଲୋକ ସେହି କାଗଜକୁ ବହୁତ ଭଲ ଭାବରେ ଜାଣନ୍ତି ଯେଉଁଥିରେ $50 ଲେଖା ଯାଇଅଛି। ଏହାର କାରଣ କ'ଣ? ସେଗୁଡ଼ିକ ସମାନ କାଗଜ। ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ କ'ଣ? ମୂଲ୍ୟରେ ପାର୍ଥକ୍ୟ ଅଛି। ମୂଲ୍ୟ କେଉଁଥିରେ ତିଆରି? ଏହି ନିୟମ ଅର୍ଥାତ୍ ପ୍ରତିଜ୍ଞାରୁ ତିଆରି ହୋଇଛି। $50 ବିଲ୍ରେ ଏକ ପ୍ରତିଜ୍ଞା ଅଛି, କିନ୍ତୁ A4 ସାଇଜ୍ କାଗଜରେ କିଛି ନାହିଁ। ରୁଟି ଓ ଦ୍ରାକ୍ଷରସ ପାଇଁ ମଧ୍ୟ ଏପରି ହିଁ। ଯେତେବେଳେ ଆପଣ ବାହାର ବଜାରକୁ ଯାଆନ୍ତି, ତେବେ ସେଠାରେ ସମସ୍ତ ପ୍ରକାରର ରୁଟି ଥାଏ। ସେଠାରେ ବହୁତ ଗୁଡ଼ିଏ ସ୍ୱାଦିଷ୍ଟ ରୁଟି ଥାଏ, କିନ୍ତୁ ସେହି ରୁଟିଗୁଡ଼ିକ କେବଳ ଖାଦ୍ୟ ବ୍ୟତୀତ ଆଉ କିଛି ନୁହେଁ। କିନ୍ତୁ ଯେଉଁ ରୁଟି ଏବଂ ଦ୍ରାକ୍ଷରସ ଆମ୍ଭେ ଆଜି ନିସ୍ତାର ପର୍ବରେ ଖାଇବା ଏବଂ ପାନ କରିବା, ସେଥିରେ ପରମେଶ୍ୱରଙ୍କ ନିୟମ ଓ ପ୍ରତିଜ୍ଞା ଅଛି। ପରମେଶ୍ୱର ପ୍ରତିଜ୍ଞା କଲେ କି ଯେତେବେଳେ ଆମ୍ଭେ ରୁଟି ଖାଇବା ଓ ଦ୍ରାକ୍ଷରସ ପିଇବା, ସେ ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେବେ। କିଛି ଲୋକ ଭାବନ୍ତି ଯେ ନିସ୍ତାର ପର୍ବ ଏକ ଏପରି ଦିନ ଯେତେବେଳେ ସେମାନେ କେବଳ ରୁଟି ଖାଆନ୍ତି ଏବଂ ଦ୍ରାକ୍ଷରସ ପିଅନ୍ତି, କିନ୍ତୁ ଆମ୍ଭମାନଙ୍କୁ ଏହାର ଅର୍ଥ ଜାଣିବା ଉଚିତ। ନିସ୍ତାର ପର୍ବର ତାରିଖ ମଧ୍ୟ ମହତ୍ୱପୂର୍ଣ୍ଣ। ଆସନ୍ତୁ ଆମ୍ଭେ କିଛି ସମୟ ପାଇଁ ଲୁକ ଅଧ୍ୟାୟ 22କୁ ଯିବା। ଲୁକ ଅଧ୍ୟାୟ 22 ପଦ 7। ପରେ ଯେଉଁଦିନ ନିସ୍ତାର ପର୍ବର ମେଷ ଶାବକ ବଳିଦାନ କରିବାକୁ ହୁଏ, ଖମିର ଶୂନ୍ୟ ରୁଟି ପର୍ବର ସେହି ଦିନ ଉପସ୍ଥିତ ହେଲା। ଆଉ ସେ ପିତର ଓ ଯୋହନକୁ ଏହା କହି ପଠାଇଲେ, ଆମ୍ଭେମାନେ ଯେପରି ଭୋଜନ କରିପାରିବୁ, ଏଥିପାଇଁ ତୁମେମାନେ ଯାଇ ଆମ୍ଭମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର। ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? ସମସ୍ତ 4ଟି ସୁସମାଚାର ପୁସ୍ତକରେ ଯୀଶୁଙ୍କ ନିସ୍ତାର ପର୍ବ ପାଳନ କରିବାର ଦୃଶ୍ୟ ରେକର୍ଡ କରାଯାଇଥିଲା, ହଁ ନା? ଆମ୍ଭେ ହିଁ କେବଳ ନୁହେଁ ଯେଉଁମାନେ ଏହି ବାଇବଲକୁ ପଢ଼ୁଛନ୍ତି, ଅନ୍ୟ ସମସ୍ତ ଚର୍ଚ୍ଚ ମଧ୍ୟ ସମାନ ବାଇବଲ ପଢ଼ୁଛନ୍ତି। ନିସ୍ତାର ପର୍ବ ପ୍ରସ୍ତୁତ କର, ମୁଁ ନିସ୍ତାର ପର୍ବ ପାଳନ କରିବାକୁ ଯାଉଅଛି। ଏହି ସମସ୍ତ ଅଭିବ୍ୟକ୍ତି ପ୍ରତ୍ୟେକ ବାଇବଲର ମିଳିଥାଏ। ଗୋଟିଏ ହିଁ ବାକ୍ୟାଂଶ, ମୁଁ ନିସ୍ତାର ପର୍ବ ପାଳନ କରିବାକୁ ଯାଉଅଛି, ଯେକୌଣସି ମଧ୍ୟ ବାଇବଲରେ ଲେଖାଯାଇଅଛି। ଇଂରାଜୀ ବାଇବଲ, ଗ୍ରୀକ୍ ମୂଳ ବାଇବଲ ଏବଂ କୋରିଆନ ବାଇବଲ ଇତ୍ୟାଦି। ଆସନ୍ତୁ ଆମ୍ଭେ ପଦ 7 ଦେଖିବା। ପରେ ଯେଉଁଦିନ ନିସ୍ତାର ପର୍ବର ମେଷ ଶାବକ ବଳିଦାନ କରିବାକୁ ହୁଏ, ଖମିର ଶୂନ୍ୟ ରୁଟି ପର୍ବର ସେହି ଦିନ ଉପସ୍ଥିତ ହେଲା। ଆଉ ସେ ପିତର ଓ ଯୋହନକୁ ଏହା କହି ପଠାଇଲେ,
ପିତର ଓ ଜୋହନ ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ସବୁଠାରୁ ପ୍ରତିଭାଶାଳୀ ଅଟନ୍ତି। ଆମ୍ଭେମାନେ ଯେପରି ଭୋଜନ କରିବୁ, ଏଥିପାଇଁ ତୁମେମାନେ ଯାଇ ଆମ୍ଭମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର। ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରୁଛନ୍ତି? ସେ ସେମାନଙ୍କୁ କହିଲେ, ଦେଖ, ତୁମେମାନେ ନଗରରେ ପ୍ରବେଶ କରନ୍ତେ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭକୁ ଭେଟିବ। ସେ ଯେଉଁ ଗୃହରେ ପ୍ରବେଶ କରିବ, ତାହାର ପଛେ ପଛେ ସେହି ଗୃହକୁ ଯାଇ ଗୃହର କର୍ତ୍ତାଙ୍କୁ କହିବ, ଗୁରୁ ଆପଣଙ୍କୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ସେହି ଅତିଥିଶାଳା କାହିଁ? ସେଥିରେ ସେ ତୁମମାନଙ୍କୁ ସୁସଜ୍ଜିତ ଗୋଟିଏ ଉପରିସ୍ଥ ବୃହତ୍ କୋଠରୀ ଦେଖାଇ ଦେବେ। ସେ ସ୍ଥାନରେ ପ୍ରସ୍ତୁତ କର। ଆଉ ସେମାନେ ଯାଇ ସେ ସେମାନଙ୍କୁ ଯେପରି କହିଥିଲେ ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। ପୁଣି ସମୟ ଉପସ୍ଥିତ ହୁଅନ୍ତେ। ଏଠାରେ ସମୟ କେଉଁ ସମୟକୁ ଦର୍ଶାଉଅଛି? ନିସ୍ତାର ପର୍ବର ସମୟ। ସେ ଓ ତାହାଙ୍କ ସଙ୍ଗେ ପ୍ରେରିତମାନେ ଭୋଜନ କରିବାକୁ ବସିଲେ। ଆଉ ସେ ସେମାନଙ୍କୁ କହିଲେ, ମୋହର ଦୁଃଖ ଭୋଗ ପୂର୍ବେ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାର ଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଚା କଲି। ଏପରିକି 4ଟି ସୁସମାଚାର ପୁସ୍ତକରେ ଯୀଶୁ ବୋଧହୁଏ କେବେ କହିଥିଲେ, ମୋହର ବହୁତ ଇଚ୍ଛା ଥିଲା। ଏହା ଯୀଶୁଙ୍କ ଏକ ଦୁର୍ଲଭ ଅଭିବ୍ୟକ୍ତି। କିନ୍ତୁ ନିସ୍ତାର ପର୍ବ ପାଳନ କରିବା ସମୟରେ ଯୀଶୁ କହିଲେ, ମୋର ବହୁତ ଇଚ୍ଛା ଥିଲା, କାରଣ ଏହାକି ସମସ୍ତ ଲୋକଙ୍କ ପାଇଁ ସତ୍ସଜ୍ଞାନଦାୟକ ବୃକ୍ଷରୁ ଖାଇବା ହେତୁ ମରିବା ନିମନ୍ତେ ନିଯୁକ୍ତ ଅଛନ୍ତି। ଏକମାତ୍ର ସତ୍ୟ ଯାହା ସେମାନଙ୍କୁ ପାପରୁ ମୁକ୍ତ କରିପାରିବ ତାହା ନିସ୍ତାର ପର୍ବ। ଯେଉଁଦିନ ପରମେଶ୍ୱର ଜୀବନ ବୃକ୍ଷର ପଥ ଖୋଲନ୍ତି, ତାହା ନିସ୍ତାର ପର୍ବର ଦିନ। ଆଉ ଏଥିପାଇଁ ସେହି ଦିନ ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାର ଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଚା କଲି। ଆସନ୍ତୁ ଆମ୍ଭେ ଆଉଥରେ ବୁଝିବା କି ଯୀଶୁ ଏହାକୁ କାହିଁକି ଉତ୍ସୁକତାରେ ପାଳନ କରିବା ପାଇଁ ଚାହିଁଲେ। ଆସନ୍ତୁ ପଦ 19କୁ ଯିବା। ପୁଣି ସେ ରୁଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି। ଯୀଶୁ ନିସ୍ତାର ପର୍ବର ରୁଟି କାହାକୁ ଦର୍ଶାଇଲେ? ମାଥିଉ ଓ ଲୁକାରେ ଯୀଶୁ କହିଲେ, ଏ ମୋହର ଶରୀର ଅର୍ଥାତ୍ ମୋହର ମାଂସ। ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ଭାଇ ଓ ଭଉଣୀମାନେ, ଯୀଶୁ ଆମ୍ଭମାନଙ୍କୁ ଏହା ବିଷୟରେ କ'ଣ ଆଜ୍ଞା ଦେଲେ? କ'ଣ ଯୀଶୁ ଆମ୍ଭମାନଙ୍କୁ ଏହା କରିବାର ଆଜ୍ଞା ଦେଲେ ବା ଅଣଦେଖା କରିବାର? ଏହା କର। ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ। ସେ ନିସ୍ତାର ପର୍ବର ଦ୍ରାକ୍ଷରସରେ ପରିପୂର୍ଣ୍ଣ ପାନପତ୍ରକୁ ଉଠାଇ କହିଲେ, ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ। ସମସ୍ତ ଲୋକଙ୍କ ପାଇଁ ଯେଉଁମାନେ ସତ୍ସଜ୍ଞାନଦାୟକ ବୃକ୍ଷରୁ ଖାଇବା ହେତୁ ପାପରେ ବାନ୍ଧି ହୋଇଥିଲେ, ଯୀଶୁ ନିସ୍ତାର ପର୍ବର ଘୋଷଣା କଲେ ଓ କହିଲେ କି ସେ ସେମାନଙ୍କୁ ଏହା ବିଷୟରେ ଶିଖାଇବେ। ସେ ସମସ୍ତ ଲୋକଙ୍କ ପାଇଁ ଏହା ବିଷୟରେ ଆଦର୍ଶ ଦେଖାଇଲେ, ହଁ ନା? ଏହା ଥରକର ଘଟଣା ନୁହେଁ। ଏହା କେବଳ ଯୀଶୁଙ୍କ କେବଳ ପ୍ରଥମ ଆଗମନ ସମୟରେ ହିଁ ପାଳନ କରାଯିବା ଉଚିତ ନୁହେଁ। କିନ୍ତୁ ଆମ୍ଭମାନଙ୍କୁ ନିସ୍ତାର ପର୍ବ କେଉଁ ସମୟ ପର୍ଯ୍ୟନ୍ତ ପାଳନ କରିବା ଉଚିତ? ଯେ ପର୍ଯ୍ୟନ୍ତ ସେ ଆସନ୍ତି ନାହିଁ। ସେ ଆମ୍ଭମାନଙ୍କୁ କୌଣସି ଯୁଗରେ ମଧ୍ୟ ଏହା ପାଳନ କରିବା ପାଇଁ ଆଜ୍ଞା ଦେଲେ। କିନ୍ତୁ 325 ଖ୍ରୀଷ୍ଟାବ୍ଦରେ ରୋମ୍ ସମ୍ରାଟ କନଷ୍ଟାଣ୍ଟାଇନଙ୍କ କାରଣରୁ ନିସ୍ତାର ପର୍ବ ନଷ୍ଟ ହେବାକୁ ଲାଗିଲା। ପାଖାପାଖି 300 ବର୍ଷ ପର୍ଯ୍ୟନ୍ତ ଲୋକମାନେ ଏହାକୁ ଭଲ ଭାବରେ ପାଳନ କରିଥିଲେ। ପ୍ରେରିତମାନେ ପାଳନ କଲେ, ପ୍ରଥମ ଚର୍ଚ୍ଚର ସଦସ୍ୟମାନେ ପାଳନ କଲେ, ସେମାନଙ୍କ ଆଗାମୀ ପିଢ଼ିମାନେ ଏହାର ପାଳନ କଲେ, ଆଉ ସେମାନଙ୍କ ଆଗାମୀ ପିଢ଼ିମାନେ କ୍ରମାଗତ ଏହାର ପାଳନ କଲେ। ଖ୍ରୀଷ୍ଟଙ୍କ ଶିକ୍ଷା କ୍ରମାଗତ ଆଗାମୀ ପିଢ଼ିମାନଙ୍କୁ ହସ୍ତାନ୍ତର କରାଯାଉଥିଲା। କିନ୍ତୁ 325 ଖ୍ରୀଷ୍ଟାବ୍ଦରେ ପାଖାପାଖି 300 ବର୍ଷ ପର୍ଯ୍ୟନ୍ତ ପାଳନ କରିବା ପରେ ନିସ୍ତାର ପର୍ବ ନଷ୍ଟ କରାଗଲା। ଦାନିଏଲ ଅଧ୍ୟାୟ 7 ପଦ 25ରେ ଏହା କୁହାଯାଇଅଛି କି ଯେ ପରମେଶ୍ୱରଙ୍କ ବିରୁଦ୍ଧରେ ଅଛି, ସେ ପରମେଶ୍ୱରଙ୍କ କାଳ ଓ ବ୍ୟବସ୍ଥାର ପରିବର୍ତ୍ତନ କରିବାକୁ ବିଚାର କରିବ। ଏହା କ୍ୟାଥୋଲିକ ଚର୍ଚ୍ଚ ଓ ଖ୍ରୀଷ୍ଟିଆନ ଇତିହାସରେ ମଧ୍ୟ ଲେଖାଯାଇଅଛି। ପରମେଶ୍ୱର ଯିଏ ଆମ୍ଭମାନଙ୍କ ଆତ୍ମାର ସ୍ୱାମୀ ଅଟନ୍ତି ଓ ଆମ୍ଭମାନଙ୍କ ଆତ୍ମାର ଉଦ୍ଧାରକର୍ତ୍ତା ଅଟନ୍ତି, ତାଙ୍କ ପବିତ୍ର ଆଜ୍ଞାକୁ କେବଳ ଏକ ଧାର୍ମିକ ଆଇନ ଦ୍ୱାରା ସମାପ୍ତ କରାଯାଇଥିଲା। ସେବେଠାରୁ ଯେ କେହି ନିସ୍ତାର ପର୍ବ ପାଳନ କରୁଥିଲା, ତାଙ୍କୁ ଧାର୍ମିକ ଆଇନ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତି ରୂପେ ବିଚାର କରାଯାଉଥିଲା, ଆଉ ତାକୁ କ୍ଷତି ଓ ଅତ୍ୟାଚାର କରାଯାଉଥିଲା। ଏହିପରି ଅବଧି ଏକ ଦୀର୍ଘ ସମୟ ଧରି ଚାଲିଥିଲା। ଏଥିପାଇଁ ଯେଉଁ ଲୋକମାନେ ସତ୍ୟର ପାଳନ କରିବାକୁ ଚାହୁଁଥିଲେ, ସେମାନେ ଦୁର୍ବଳ ଓ ନିରାଶ ହୋଇଗଲେ। ଏହିପରି ଶେଷରେ ସତ୍ୟ ଅଦୃଶ୍ୟ ହୋଇଗଲା, ଆଉ ଏଥିପାଇଁ ଏହି ସମୟକୁ ଅନ୍ଧକାର ଯୁଗ କୁହାଯାଏ। ବାଇବଲର ଭବିଷ୍ୟବାଣୀ ଅନୁଯାୟୀ ହଜିଯାଇଥିବା ସତ୍ୟ
ନୂତନ ନିୟମର ନିସ୍ତାର ପର୍ବକୁ କିଏ ପୁନଃସ୍ଥାପନ କରିପାରିବ? ଯିଶାୟ ଅଧ୍ୟାୟ 25 କହୁଅଛି, ଯେ ପର୍ଯ୍ୟନ୍ତ ପରମେଶ୍ୱର ଏହି ପୃଥିବୀରେ ଆସନ୍ତି ନାହିଁ ଓ ଜୀବନର ସତ୍ୟ ନିସ୍ତାର ପର୍ବକୁ ପୁନଃସ୍ଥାପନ କରନ୍ତି ନାହିଁ, କାହାକୁ ମଧ୍ୟ ସତ୍ୟ ଜ୍ଞାନଦାୟକ ବୃକ୍ଷର ଫଳ ଖାଇବାର ପାପରୁ ମୁକ୍ତ କରାଯାଇପାରିବେ ନାହିଁ। ଆସନ୍ତୁ ଆମ୍ଭେ ଯିଶାୟ ଅଧ୍ୟାୟ 25 ପଦ 6 ଉପରେ ଏକ ନଜର ପକାଇବା। ପୁଣି ସୈନ୍ୟାଧିପତି ସଦାପ୍ରଭୁ ଏହି ପର୍ବତରେ ଯାବତୀୟ ଗୋଷ୍ଠୀ ନିମନ୍ତେ ଉତ୍ତମ ଉତ୍ତମ ଖାଦ୍ୟଦ୍ରବ୍ୟର ଏକ ଭୋଜ, ପୁରାତନ ଦ୍ରାକ୍ଷାରସର ଭୋଜ ପ୍ରସ୍ତୁତ କରିବେ। ଯିଶାୟ କେବଳ ଏହା କହିପାରିଥାନ୍ତେ କି ପରମେଶ୍ୱର ଏକ ଭୋଜ ପ୍ରସ୍ତୁତ କରିବେ, କିନ୍ତୁ ସେ କିଛି ଅତିରିକ୍ତ ଶବ୍ଦ ଯୋଡ଼ିଲେ। ସେ କହିଲେ ପୁରାତନ ଦ୍ରାକ୍ଷାରସ, ଉତ୍ତମ ଉତ୍ତମ ଖାଦ୍ୟଦ୍ରବ୍ୟର ଏକ ଭୋଜ, ପୁରାତନ ଦ୍ରାକ୍ଷାରସ, ମେଦପୂର୍ଣ୍ଣ ଉତ୍ତମ ଖାଦ୍ୟଦ୍ରବ୍ୟର ସୁନିର୍ମଣୀକୃତ ପୁରାତନ ଦ୍ରାକ୍ଷାରସର ଏକ ଭୋଜ ପ୍ରସ୍ତୁତ କରିବେ। ଆଉ ସର୍ବଗୋଷ୍ଠୀୟ ମାନଙ୍କ ଉପରେ ଯେଉଁ ଓଢ଼ଣୀ ପଡ଼ିଅଛି ଓ ସର୍ବଗୋଷ୍ଠୀୟ ମାନଙ୍କ ଉପରେ ଯେଉଁ ଆବରକ ବସ୍ତ୍ର ପ୍ରସାରିତ ହୋଇଅଛି, ତାହା ସେ ଏହି ପର୍ବତରେ ବିନାଶ କରିବେ। ସେ ମୃତ୍ୟୁକୁ ଅନନ୍ତ କାଳ ନିମନ୍ତେ କ'ଣ କରିଅଛନ୍ତି? ଗ୍ରାସ କରିଅଛନ୍ତି। ପରମେଶ୍ୱର ପୁରାତନ ଦ୍ରାକ୍ଷାରସର ଭୋଜ ପ୍ରସ୍ତୁତ କରୁଛନ୍ତି, ଆଉ ଏହି ଭୋଜର ମୁଖ୍ୟ ଉଦ୍ଦେଶ୍ୟ ମୃତ୍ୟୁକୁ ଅନନ୍ତ କାଳ ପାଇଁ ବିନାଶ କରିବା। ବାଇବଲର 66 ପୁସ୍ତକରେ କେଉଁ ଦ୍ରାକ୍ଷରସରେ ଅନନ୍ତ କାଳ ପାଇଁ ମୃତ୍ୟୁର ବିନାଶ କରିବାର ପରମେଶ୍ୱର ପ୍ରତିଜ୍ଞା କରିଛନ୍ତି? ଏହା କେବଳ ନିସ୍ତାର ପର୍ବର ଦ୍ରାକ୍ଷରସ, ଯେଉଁଥିରେ ଅନନ୍ତ କାଳ ପାଇଁ ମୃତ୍ୟୁକୁ ବିନାଶ କରିବାର ପରମେଶ୍ୱର ପ୍ରତିଜ୍ଞା କରିଛନ୍ତି। ପୁରାତନ ଦ୍ରାକ୍ଷରସ, ଏହି ଅଭିବ୍ୟକ୍ତିର ଅର୍ଥ କ'ଣ? ନିସ୍ତାର ପର୍ବର ସତ୍ୟ ଏହି ପୃଥିବୀରୁ 325 ଖ୍ରୀଷ୍ଟାବ୍ଦ ପରଠାରୁ ଅଦୃଶ୍ୟ ହୋଇଗଲା। ଆଉ ପିତା ଆନସାଂହୋଂ ଏହି ପୃଥିବୀରେ ପୁନର୍ବାର ନୂତନ ନିୟମର ନିସ୍ତାର ପର୍ବକୁ ପୁନଃସ୍ଥାପିତ କରିବା ପାଇଁ, ଅର୍ଥାତ୍ ପୁନର୍ବାର ଜୀବନର ପଥ ଖୋଲିବା ପାଇଁ ଆସିଲେ। ସତ୍ୟ ନଷ୍ଟ ହେବାର 1600 ବର୍ଷ ହୋଇଯାଇଅଛି। ଦୀର୍ଘ ସମୟ ଧରି ନୂତନ ନିୟମ ନିସ୍ତାର ପର୍ବର ସତ୍ୟକୁ କେହି ଆଣିଲେ ନାହିଁ। ଏଥିପାଇଁ ବାଇବଲ ନିସ୍ତାର ପର୍ବର ଦ୍ରାକ୍ଷରସର ବର୍ଣ୍ଣନା ପୁରାତନ ଦ୍ରାକ୍ଷରସ ରୂପରେ କରେ, ହଁ ନା? ଆସନ୍ତୁ ଆମ୍ଭେ ଆଉଥରେ ପୁଣି ପଦ 8କୁ ଦେଖିବା। ପୁରାତନ ଦ୍ରାକ୍ଷରସ ସେହି ଦ୍ରାକ୍ଷରସ ଯେଉଁଥିରେ ମୃତ୍ୟୁକୁ ସର୍ବଦା ପାଇଁ ନଷ୍ଟ କରିବାର ଶକ୍ତି ଅଛି। ସେ ମୃତ୍ୟୁକୁ ଅନନ୍ତ କାଳ ନିମନ୍ତେ ଗ୍ରାସ କରିଅଛନ୍ତି ଓ ପ୍ରଭୁ ସଦାପ୍ରଭୁ ସମସ୍ତଙ୍କ ମୁଖରୁ ଲୋତକ ଜଳ ପୋଛିଦେବେ ଓ ସମୁଦାୟ ପୃଥିବୀରୁ ଆପଣା ଲୋକମାନଙ୍କର ଦୁର୍ନାମ ଦୂର କରିବେ, କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି। ପୁଣି ସେଦିନ ଏହି କଥା କୁହାଯିବ। ବାଇବଲରେ ସେଦିନ ଶେଷ ସମୟକୁ ବୁଝଉଛି। ପୁଣି ସେଦିନ ଏହି କଥା କୁହାଯିବ, ଦେଖ, ଏହି ପୁରାତନ ଦ୍ରାକ୍ଷରସ ସହିତ ଯେ ସର୍ବଦା ପାଇଁ ମୃତ୍ୟୁକୁ ବିନାଶ କରିଦିଅନ୍ତି, ସେ କିଏ ଅଟନ୍ତି? ଆମ୍ଭମାନଙ୍କର ପରମେଶ୍ୱର। ଆମ୍ଭେମାନେ କ'ଣ କରୁଅଛୁ? ତାହାଙ୍କ ଅପେକ୍ଷା କରୁଅଛୁ ଓ ସେ ଆମମାନଙ୍କୁ ଉଦ୍ଧାର କରିବେ। ଅନେକ ଲୋକମାନେ ଆଜି ଉଦ୍ଧାରକର୍ତ୍ତାଙ୍କୁ ଅପେକ୍ଷା କରିଛନ୍ତି। ଉଦ୍ଧାରକର୍ତ୍ତା ସେହି ହେବା ଉଚିତ ଯେ ଆମ୍ଭମାନଙ୍କ ପାଇଁ ଏଦନ ଉଦ୍ୟାନରୁ ହଜିଯାଇଥିବା ଜୀବନ ବୃକ୍ଷକୁ ଆଣନ୍ତି। ଜୀବନ ବୃକ୍ଷର ସତ୍ୟ କ'ଣ? ନୂତନ ନିୟମର ନିସ୍ତାର ପର୍ବର ସତ୍ୟ ମଧ୍ୟରେ ପରମେଶ୍ୱର ଆମମାନଙ୍କ ସହିତ ଏକ ନିୟମ ବାନ୍ଧିଛନ୍ତି। ତେବେ ଯେଉଁ ଲୋକମାନେ ନିସ୍ତାର ପର୍ବକୁ ପାଳନ କରନ୍ତି ନାହିଁ, ସେମାନଙ୍କ ବିଷୟରେ ବାଇବଲ କ'ଣ କହୁଅଛି? ଏହା କହୁଅଛି କି ସେମାନେ ପରମେଶ୍ୱରଙ୍କ ଲୋକଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବେ। ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମମାନଙ୍କୁ ଉଦ୍ଧାର କରିବେ। ଏ ସଦାପ୍ରଭୁ ଅଟନ୍ତି। ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ। ଆମ୍ଭେମାନେ ତାହାଙ୍କ କୃତ ପରିତ୍ରାଣରେ ଆନନ୍ଦିତ ହୋଇ ଉଲ୍ଲାସ କରିବୁ। ପରମେଶ୍ୱର ଆମମାନଙ୍କୁ ସ୍ପଷ୍ଟ ଭାବରେ ଶିକ୍ଷା ଦେଇଅଛନ୍ତି କି ଆଦି ପୁସ୍ତକରେ ଜୀବନ ବୃକ୍ଷ ଏକ ଦୃଷ୍ଟାନ୍ତ ଏବଂ ଏହାର ବାସ୍ତବିକତା ହେଉଛି ନୂତନ ନିୟମର ନିସ୍ତାର ପର୍ବ। ଯଦି ଆମ୍ଭେ ପ୍ରକୃତରେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରୁ ଏବଂ ପରମେଶ୍ୱରଙ୍କ ଲୋକଙ୍କ ରୂପରେ ସତ୍ୟର ପଥରେ ଚାଲିବାକୁ ଚାହୁଁଅଛୁ, ତେବେ ଆମ୍ଭମାନଙ୍କୁ ନୂତନ ନିୟମର ନିସ୍ତାର ପର୍ବକୁ ପାଳନ କରିବା ଉଚିତ। ନିସ୍ତାର ପର୍ବ ଏତେ ଗୁରୁତ୍ୱପୂର୍ଣ୍ଣ କି ପରମେଶ୍ୱର ଆମ୍ଭମାନଙ୍କୁ ଅନ୍ୟ ପର୍ବର ବିପରୀତ ଏହା ପାଳନ କରିବାର ଆଉ ଏକ ସୁଯୋଗ ଦେଇଅଛନ୍ତି। କାରଣ ନିସ୍ତାର ପର୍ବରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅର୍ଥ ଓ ପ୍ରତିଜ୍ଞା ଅଛି। ଏଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ଏହା ପୁଣି ଥରେ ଦ୍ୱିତୀୟ ମାସର ଚତୁର୍ଦ୍ଦଶ ଦିନ ପାଳନ କରିବାକୁ ଅନୁମତି ଦେଇଛନ୍ତି। କାରଣ ଆମ୍ଭେ ଜାଣିନାହୁଁ କି ଆମ୍ଭମାନଙ୍କର କ'ଣ ହେବ। ଆଉ ଆମ୍ଭମାନଙ୍କ ମଧ୍ୟରୁ କେତେକ ଏହାକୁ ପବିତ୍ର କ୍ୟାଲେଣ୍ଡରର ପ୍ରଥମ ମାସର ଚତୁର୍ଦ୍ଦଶ ଦିନ, ଯାହା ନିସ୍ତାର ପର୍ବର ମୂଳ ତାରିଖ, ପାଳନ କରିବାକୁ ସକ୍ଷମ ନୁହନ୍ତି। ଯଦି ଆମ୍ଭେ ଦ୍ୱିତୀୟ ନିସ୍ତାର ପର୍ବ ପାଳନ କରୁନାହୁଁ, ତେବେ ଆମ୍ଭମାନଙ୍କ ପାଖରେ ପରମେଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତ କରିବାର ଅନ୍ୟ କୌଣସି ସୁଯୋଗ ନାହିଁ। ପରମେଶ୍ୱର ଯାହାଙ୍କୁ ଆମ୍ଭେ ଅପେକ୍ଷା କରିଅଛୁ, ସମସ୍ତ ମାନବ ଜାତିଙ୍କ ପାଇଁ ଜୀବନ ବୃକ୍ଷର ବାସ୍ତବିକତା ନୂତନ ନିୟମର ନିସ୍ତାର ପର୍ବ ସତ୍ୟର ଘୋଷଣା କରିଛନ୍ତି, ଯାହାଦ୍ୱାରା ଆମ୍ଭମାନଙ୍କୁ ମୃତ୍ୟୁରୁ ମୁକ୍ତି ପାଇବା ଓ ସ୍ୱାଧୀନତା ପାଇପାରିବା। ଆମ୍ଭେ ଆଜି ସେହି ନିସ୍ତାର ପର୍ବ ପାଳନ କରୁଅଛୁ।
कौन आपण बुझीपारे कि जीशु कहीं कहले मु तुम्भମାନଙ୍କ सहित ଏହି ନିସ୍ତାର ପର୍ବ ଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଚା କଲି। ଆମ୍ଭେ ମଧ୍ୟ ଏହା ପାଳନ କରିବାକୁ ଉତ୍ସୁକତାରେ ଇଚ୍ଛା କରିଅଛୁ ଆଉ ପବିତ୍ର କ୍ୟାଲେଣ୍ଡର ଅନୁଯାୟୀ ଦ୍ୱିତୀୟ ନିସ୍ତାର ପର୍ବ ପାଳନ କରିବାକୁ ଆସିଅଛୁ ହଁ ନା? ମୋତେ ଆଶା ଅଛି କି ଆପଣ ନିସ୍ତାର ପର୍ବର ଅର୍ଥକୁ ଉଚିତ ରୂପେ ବୁଝୁଛନ୍ତି। ଏହା ଚିନ୍ତା କରି ନୁହେଁ କି ଆଜି ଆପଣ କେବଳ ନିସ୍ତାର ପର୍ବର ଭୋଜରେ ରୁଟିର ଏକ ଖଣ୍ଡ ଖାଉଛନ୍ତି ଓ ଦ୍ରାକ୍ଷାରସ ପାନ କରୁଛନ୍ତି, କିନ୍ତୁ ଏହା କି ଆପଣ ରୁଟି ଏବଂ ଦ୍ରାକ୍ଷାରସରେ ଅଂଶଗ୍ରହଣ କରୁଛନ୍ତି ଯେଉଁଥିରେ ପରମେଶ୍ୱରଙ୍କ ପ୍ରତିଜ୍ଞା ଅଛି, ଯାହାଦ୍ୱାରା ଆପଣ ସମସ୍ତେ ଏହି ଆଶୀର୍ବାଦ ଦ୍ୱିତୀୟ ନିସ୍ତାର ପର୍ବର ମାଧ୍ୟମରେ ସତ୍ସଜ୍ଞାନଦାୟକ ବୃକ୍ଷରୁ ଖାଇବାର ପାପରୁ ମୁକ୍ତ ହୋଇପାରିବେ ଓ ସ୍ୱର୍ଗରେ ଅନନ୍ତ ଉଦ୍ଧାର ପ୍ରାପ୍ତ କରିପାରିବା। ବର୍ତ୍ତମାନ ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହୁଁଅଛି। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।